ମୁଁ ସଚିଦାନନ୍ଦ ଦାସ ବର୍ତ୍ତଳ ବାଦକ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବର୍ତ୍ତଳ ଶିକ୍ଷକ ଭାବେ ରିଟାୟାରମେଣ୍ଟ ନେଇ ସାରିଲିଣି। ଏବେ ମଧ୍ୟ ସେଠି ପାର୍ଟ ଟାଇମ୍ କାମ କରୁଛି। ଆଜି ଡକ୍ଟର ତାପସ ପାଲଙ୍କ ଦ୍ୱାରା ଗୋଟେ ଏ ପ୍ରକାର ଅନୁଷ୍ଠାନର ବ୍ୟବସ୍ଥା ସେ କରିଛନ୍ତି ଉପଜ ବୋଲି, ଯେଉଁଟାକି ସବୁ ପିଲାମାନଙ୍କୁ ତବଲାର ସବୁ ପିଲାମାନଙ୍କୁ ଡାକି ଶିକ୍ଷାର ବ୍ୟବସ୍ଥାଟାକୁ ଏତେ ସୁଦୃଢ଼ କରିଦେଉଛନ୍ତି। ଆମର ଭବିଷ୍ୟତ ପିଢ଼ିମାନେ ତବଲା ବାଦନରେ ବହୁତ ଉନ୍ନତି କରିବେ। ତବଲା ବାଦନରେ ଗୋଟେ ଭାଷ୍ଟ ଫିଲ୍ଡ ଅଛି। ସେ ପିଲାମାନେ ଯଦି ଏଇ ପ୍ରକାର କାର୍ଯ୍ୟକ୍ରମ ପ୍ରତି ମାସରେ ଥରେ ଥରେ ହେବ, ପିଲାମାନେ ବହୁତ କଥା ଶିଖିପାରିବେ। ଆମର ଓଡ଼ିଶାରେ ବଜୁଥିବା ତବଲା ଯେଉଁ ପିଲାମାନେ ବଜୁଛନ୍ତି ସେମାନେ ବହୁତ ଆଗକୁ ଯିବେ, କାରଣ ପ୍ରଥମରୁ ଶିକ୍ଷା ପଦ୍ଧତିଟା ପ୍ରପର ଗ୍ରାମାର ସହିତ ଆବଶ୍ୟକ ରହୁଛି। ଯେଉଁଟା ଏମିତି କାର୍ଯ୍ୟକ୍ରମ ଆଗୁଆ ହେଉନଥିଲା, ସଙ୍ଗୀତ ମାଧ୍ୟମରେ ଶିକ୍ଷା ଚାଲିଛି। ଉତ୍କଳ ପର୍ଯ୍ୟାୟରେ ଶିକ୍ଷା ଚାଲିଛି, ତବଲା ଶିଖୁଛନ୍ତି। ଏ ୱାର୍କସପ୍ର ମଧ୍ୟ ଆବଶ୍ୟକତା ରହିଛି। ବହୁତ ଜିନିଷ ଆଲୋଚନା ହେଉଛି, ପିଲାମାନେ ଶିଖୁଛନ୍ତି, ତାଙ୍କୁ ନିଜ ଲାଇଫରେ କାମରେ ଲଗାଇବେ। ଏଇଟା ଭବିଷ୍ୟତ ପିଢ଼ିକୁ ସୁଦୃଢ଼ କରି ଗଢ଼ିବାର ଗୋଟେ ବଡ଼ ପ୍ରୟାସ। ତେଣୁ ଡକ୍ଟର ତାପସ ପାଲଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ମୋ ନାଁ ମୁକୁନ୍ଦ ପ୍ରସାଦ ଧଳ। ମୁଁ ଜଣେ ତବଲାର ବିଦ୍ୟାର୍ଥୀ ବି। ଡକ୍ଟର ତାପସ ପାଲ ଗୁରୁଜୀ ଅଛନ୍ତି, ବର୍ତ୍ତମାନ ସେ ସଂଗାଣ ଡ୍ରାମା ଡିଭିଜନରେ ଅଛନ୍ତି। ଏବଂ ଏଇଠି ଅଛନ୍ତି ଗୁରୁଶ୍ରୀ କୁଳମଣି ସାହୁ ଏବଂ ପଖଜର ଓଡ଼ିଶୀ ଯେଉଁ ପଖଜ ବାଜୁଛି ତାର ଜଣେ ମାର୍ତ୍ତଣ୍ଡ କହିଲେ ଚଳେ, ସେ ହେଉଛନ୍ତି ଗୁରୁଶ୍ରୀ ସଚିଦାନନ୍ଦ ଦାସ। ଏ କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଏହା ଯେ ପିଲାମାନେ ସବୁ ଶିଖୁଛନ୍ତି, କିନ୍ତୁ ବିଭିନ୍ନ ଗୁରୁମାନଙ୍କର ଶୈଳୀ ଏବଂ ବଜାଇବାର ଶୈଳୀ ଭିନ୍ନ ଏବଂ ଉନ୍ନତ ଧରଣର କଳାକାର ବାହାରିବା ପାଇଁ ଏ ଓଡ଼ିଶାରେ ଏ ପ୍ରଥମ ପ୍ରୟାସ। ମୋ ସମସ୍ତ କଳାକାର କିଭଳି ଭାବରେ ଆମର ବିଶ୍ୱ ଦରବାରରେ ଆମର ନାଁ ରଖିବେ। ଏବେ ଫରେନ୍ କଣ୍ଟ୍ରି ଯାଉଛନ୍ତି ସବୁ ପିଲାମାନେ, ଆମର ଓଡ଼ିଶା ପିଲା ବି ଯାଆନ୍ତୁ ଏବଂ ନିଜର ନାଁ ରଖି ଆସନ୍ତୁ। ସେଥିପାଇଁ ଆମର ଏଇ ଉପଜ ଅନୁଷ୍ଠାନର ତାଙ୍କର ପ୍ରଥମ ଡାଇରେକ୍ଟର ଯିଏ ଅଛନ୍ତି ବର୍ତ୍ତମାନ ଡକ୍ଟର ତାପସ ପାଲ ଏବଂ ତାଙ୍କର ସହଧର୍ମିଣୀ ମିସେସ୍ ସ୍ମିତା ପଟ୍ଟନାୟକ, ସମସ୍ତେ ଉଭୟ ଆଜି ଚିନ୍ତା କଲେ ଯେ ସମସ୍ତ ତବଲା ବାଦକଙ୍କୁ ଆଜି ସମ୍ମିଳିତ କରିଛନ୍ତି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ କିଛି କିଛି ବାଦକ ଆସିଛନ୍ତି ଏବଂ ଯେଉଁ ଆମର ଅଛି କଲଚର ୟୁନିଭର୍ସିଟି ସେଠୁ ମଧ୍ୟ ପିଲା ଆସିଛନ୍ତି। ଏବଂ ଏମାନେ ସମସ୍ତେ ପ୍ରାୟ 20-25 ଜଣ ପିଲା ଆଜି ସବୁ ତାଳ ବିଷୟରେ ଡିସ୍କସନ୍ ହେଲା। ପ୍ରଥମେ ତ୍ରିତାଳ ବିଷୟରେ ଡିସ୍କସନ୍ ହେଲା, ତାପରେ ଝାମତାଲ ବିଷୟରେ ଡିସ୍କସନ୍ ହେଲା ଏବଂ ରୂପକ ବିଷୟରେ ଡିସ୍କସନ୍ ହେଲା। ବିଭିନ୍ନ ତାଳରେ କିଭଳି ବିଭିନ୍ନ ତାଳ କିଭଳି ପଶିପାରିବ ତା ବି ଆଲୋଚନା ହେଲା ଏବଂ ଗୋଟିଏ କାଇଦାକୁ ସୁନ୍ଦର ଭାବରେ ବିଭିନ୍ନ ଢଙ୍ଗରେ କିପରି ବଜାଯିବ ତାକୁ ଶିଖାଗଲା। ବାହାରର ଆର୍ଟିଷ୍ଟମାନଙ୍କୁ ଟକ୍କର ଦେଲା ଭଳିଆ ଆମର ଓଡ଼ିଶାରେ ମଧ୍ୟ କଳାକାର ସୃଷ୍ଟି ହେବା ଦରକାର। ଏଇଥିପାଇଁ ଆଜିର ପ୍ରୟାସ। ତେଣୁ ଏଇ ଯେଉଁ ଚେଷ୍ଟା ରହିଛି ଏହା ଆଗକୁ ଆହୁରି ବହୁ ଗୁଣରେ ଅନ୍ୟ ଅନୁଷ୍ଠାନ ବି କରିବେ। ଆମେ ବି ଅନୁଷ୍ଠାନ ସବୁବେଳେ ଜାରି ରଖିବୁ। नमस्कार, मु डॉक्टर तापस पाल, तबला प्लेयर। डॉक्टर ये जे मु पीएचडी करिछि एवं मोर दुईटी तबला ऊपर बही अछि। कौन कहे आज जो कर्मशाला प्रथम करी गोटे ओडिसा रे कर्मशाला हला ताळ को नेकी कौन कहि सर ना ए कार्यशाला बहुत दरकार थिला। वर्कशॉप हमर सब बेले हबा दरकार एठी पाई जे आमे समस्त सब किछ जानि छे हयतो, किंतु ताकू रिफाइन करिया पाई रिफ्रेश करिया पाई वर्कशॉप को दरकार। वर्कशॉप माध्यम रे विभिन्न गुरु माने आसंती, पिला मानकू तांकर अभिज्ञतारू विभिन्न कथा आउरी रिफ्रेश कर दियंती, जेटा कि पिला माने हयतो भूल कर पारंती काहे कि से माने तो सब किछि जानंती नै। एठी भाई वर्कशॉप दरकार, सेठी भाई एई वर्कशॉप उपज तरफ रु करा है छे। कौन कौन सर आज आलोचना हला एवं वर्कशॉप रे कौन प्रशिक्षण दिया गला? आम वर्कशॉप रे आज ओडिसा रो वरिष्ठ कलाकार माने आसंती, जेमती हमर सचिदानंद दास मर्दल वादक, कुलमणि साहू तबला वादक आउरी बहुत आसंती। आ मु निजे मध्य अछि एवं हमर उत्कल संगीत महाविद्यालय अध्यापक प्रमोद कुमार साहू एमती बहुत आर्टिस्ट माने अछंती जे माने एई कार्यशाला को अनुष्ठित करिया पई सहायता करछन। धन्यवाद।